ଜୟଗୁରୁ। ପ୍ରଥମ ପରିଚ୍ଛେଦ ବାଲ୍ୟ ଜୀବନ। ମହାପୁରୁଷ କିମ୍ବା ଅଲୋକ ସାମାନ୍ୟ ପ୍ରତିଭା ନେଇ ଯେଉଁମାନେ ଜନ୍ମଗ୍ରହଣ କରନ୍ତି, ସେମାନଙ୍କ ବିଷୟରେ କିଛି ଲେଖିବାକୁ ହେଲେ ସେମାନେ କିପରି ସମୟରେ ଜନ୍ମଗ୍ରହଣ କରିଥିଲେ ଏବଂ ସେମାନଙ୍କୁ ଆସିବା ପୂର୍ବରୁ ଦେଶର ଅବସ୍ଥା କିପରି ଥିଲା, ତାହା ପ୍ରଥମେ ଲକ୍ଷ୍ୟ କରିବା ଆବଶ୍ୟକ। ଯେତେବେଳେ ଦେଶରେ ପାଶ୍ଚାତ୍ୟ ଶିକ୍ଷା ପ୍ରଭାବରୁ ଧର୍ମ, ନୀତି ଏବଂ ସମାଜ ମଧ୍ୟରେ ବିପ୍ଳବ ଓ ଅନାଚାର ଦେଖାଯାଉଥିଲା, ଲୋକେ ସ୍ୱଧର୍ମ ପରିତ୍ୟାଗ କରି ଭୟାବହ ପରଧର୍ମ ଆଡ଼କୁ ସ୍ୱତଃ ଆକୃଷ୍ଟ ହୋଇ ପଡ଼ୁଥିଲେ। ଠିକ୍ ସେତିକିବେଳେ ସ୍ୱାମୀ ନିଗମାନନ୍ଦଙ୍କର ଆବିର୍ଭାବ। ଜନ୍ମସ୍ଥାନ ନଦିଆ ଜିଲ୍ଲା। ଭାରତରେ ପ୍ରାୟ ସର୍ବସାଧାରଣଙ୍କ ନିକଟରେ ସୁପରିଚିତ ମହାପ୍ରଭୁ ଶ୍ରୀଚୈତନ୍ୟ ଦେବ ନଦିଆରେ ଆବିର୍ଭାବ ହୋଇ ଭଗବତ୍ ଭକ୍ତି ଓ ପ୍ରେମର ମାଧୁର୍ଯ୍ୟ ଜଗତକୁ ଦେଖାଇ ଦେଇଛନ୍ତି। ଶ୍ରୀମାନ ମହାପ୍ରଭୁଙ୍କ ସମୟରୁ ଓ ତତ୍ପରବର୍ତ୍ତୀ କାଳରେ ଏହି ଜିଲ୍ଲାରେ ଯେ କେତେ ସାଧକ, ଭକ୍ତ ଓ ମହାପୁରୁଷଙ୍କର ଆବିର୍ଭାବ ଓ ତିରୋଧାନ ଘଟିଛି, ତାହାର ସଂଖ୍ୟା ନାହିଁ। ସ୍ୱାମୀ ନିଗମାନନ୍ଦଙ୍କ ଜନ୍ମସ୍ଥାନ ଏହି ନଦିଆ ଜିଲ୍ଲା ଅନ୍ତର୍ଗତ ମେହେରପୁର ମହକୁମାରେ। ଉକ୍ତ ମହକୁମାକୁ ଭୈରବ ନଦୀ ଦୁଇ ଭାଗରେ ବିଭକ୍ତ କରୁଅଛି। କିଛି ଦିନ ପୂର୍ବରୁ ଏହି ନଦୀର ଉଭୟ ତୀରରେ ନୀଳ ବ୍ୟବସାୟୀ ସାହେବମାନେ ବ୍ୟବସାୟ କରୁଥିଲେ। ଭୈରବର ପଶ୍ଚିମ ତଟରେ ଥିବା ନୀଳକୋଠିର ଦକ୍ଷିଣରେ କୁତପୁର ବୋଲି ଗୋଟିଏ କ୍ଷୁଦ୍ର ପଲ୍ଲୀ ଅଛି। ଉକ୍ତ ଗ୍ରାମରେ ପ୍ରାୟ ସବୁ ଜାତିର ଲୋକ ବାସ କରନ୍ତି। ଏମାନଙ୍କ ମଧ୍ୟରେ କୁମ୍ଭାର ଓ ଶଙ୍ଖା ବ୍ୟବସାୟୀ ସଂଖ୍ୟା ବେଶୀ। ଉକ୍ତ ଗ୍ରାମରେ ଲୋକେ ଅଧିକାଂଶ ଶଙ୍ଖା ବ୍ୟବସାୟୀ ଥିବାରୁ ସେମାନଙ୍କର ସାଂସାରିକ ଅଭାବ ଖୁବ୍ ଅଳ୍ପ ଥିଲା। ମିତ୍ର ପୂଜା, ମନସ ପୂଜା ଓ ଦୋଳ ଦୁର୍ଗୋତ୍ସବ ବ୍ୟତୀତ ଅନ୍ୟ କିଛି ଧର୍ମଜ୍ଞାନ ସେମାନଙ୍କ ଭିତରେ ନଥିଲା। ସର୍ବଦା ସେମାନଙ୍କ ଭିତରେ ଈର୍ଷା, ଦ୍ୱେଷ, ଦଳାଦଳି ଓ ଦ୍ୱନ୍ଦ୍ୱ ଲାଗି ରହିଥାଏ। ଏହିପରି ପାରିପାର୍ଶ୍ୱିକ ଅବସ୍ଥା ସମୟରେ ଭୁବନମୋହନ ଭଟ୍ଟାଚାର୍ଯ୍ୟ ନାମକ ଜଣେ ନିଷ୍ଠାପର ବ୍ରାହ୍ମଣ ସେଠାରେ ବାସ କରୁଥିଲେ। ପିତୃ ପରିଚୟ ଭୁବନମୋହନ ଭଟ୍ଟାଚାର୍ଯ୍ୟ ଖ୍ୟାତି ଓ ବଂଶମର୍ଯ୍ୟାଦାରେ ଦେଶରେ ସୁପରିଚିତ ଥିଲେ। ତାଙ୍କର ପରୋପକାର, ବିନୟ ଓ ନମ୍ରତାରେ ମୁଗ୍ଧ ହୋଇ ଗ୍ରାମର ସମସ୍ତ ଲୋକ ତାଙ୍କୁ ଶ୍ରଦ୍ଧା ଭକ୍ତି କରୁଥିଲେ। ଭଟ୍ଟାଚାର୍ଯ୍ୟ ମହାଶୟଙ୍କର ଦେବତା ବ୍ରାହ୍ମଣମାନଙ୍କ ପ୍ରତି ବିଶେଷ ଶ୍ରଦ୍ଧା ଓ ଭକ୍ତି ଥିଲା। ସେ ନିଜେ ମଧ୍ୟ ବିଶ୍ୱବିଶ୍ରୁତ ମହାଯୋଗୀ ଭାସ୍କରାନନ୍ଦ ସ୍ୱାମୀଙ୍କର ଶିଷ୍ୟ ଥିଲେ। ମାତୃ ପରିଚୟ ଭଟ୍ଟାଚାର୍ଯ୍ୟ ମହାଶୟ କୁତପୁର ନିକଟବର୍ତ୍ତୀ ରାଧାକାନ୍ତପୁର ନିବାସୀ ତ୍ରୈଲୋକ୍ୟନାଥ ଚକ୍ରବର୍ତ୍ତୀ ନାମକ ଜଣେ ସଙ୍ଗତି ସମ୍ପନ୍ନ ବ୍ୟକ୍ତିଙ୍କ କନ୍ୟା ମାଣିକ ସୁନ୍ଦରୀ ଦେବୀଙ୍କୁ ବିବାହ କରିଥିଲେ। ମାଣିକ ସୁନ୍ଦରୀ ଦେବୀ ସ୍ୱାମୀ ଗୃହକୁ ଆସି ଶାଶୁଙ୍କ ଅଭାବରୁ ଅଳ୍ପ ବୟସରେ ଗୃହ କର୍ତ୍ତୃପଦ ପାଇଲେ। ତାଙ୍କର ପରୋପକାର, ଗାମ୍ଭୀର୍ଯ୍ୟରେ ମୁଗ୍ଧ ହୋଇ ସମସ୍ତେ ତାଙ୍କୁ ବିଶେଷ ଭକ୍ତି କରୁଥିଲେ। ଦୀନ ଦୁଃଖୀ ଲୋକେ ତାଙ୍କ ଉଦାରତାର ପରିଚୟ ପାଇ ପ୍ରତିଦିନ 2 ପ୍ରହର ସମୟରେ ଉପସ୍ଥିତ ହେଉଥିଲେ ଓ ତୃପ୍ତି ସହକାରେ ଭୋଜନ କରି ଫେରିଯାଉଥିଲେ। ଏପରି ମଧ୍ୟ ହୋଇଛି, ଦେବୀ ଦୈନନ୍ଦିନ କାର୍ଯ୍ୟ ଶେଷ କରି ଅତିଥିମାନଙ୍କ ସତ୍କାର ପରେ ନିଜେ ଭୋଜନରେ ବସିବା ମାତ୍ରେ ଯଦି କେହି ଆସି ପହଞ୍ଚି ମା' ବୋଲି ଅନ୍ନ ଭିକ୍ଷା କରନ୍ତି, ଦେବୀ ତତ୍କ୍ଷଣାତ୍ ସେଠାରୁ ଉଠି ନିଜର ଅନ୍ନ ବ୍ୟଞ୍ଜନ ତାକୁ ଦାନ କରି ଆନନ୍ଦରେ ଉପବାସରେ ଦିନ କଟାଇଛନ୍ତି। ମାଣିକ ସୁନ୍ଦରୀ ଦେବୀଙ୍କ ବିବାହ ପରେ 7-8 ବର୍ଷ କଟିଗଲା। ତଥାପି ସନ୍ତାନ ନ ହେବାରୁ ତାଙ୍କ ମନରେ ଗୋଟିଏ ଦାରୁଣ ନୈରାଶ୍ୟ ଜାତ ହେଲା। ଅନ୍ନପୂର୍ଣ୍ଣା ସଦୃଶୀ ମହିୟସୀ ଦେବୀଙ୍କର ପୁତ୍ର ସନ୍ତାନ ହେଲା ନାହିଁ ବୋଲି କେହି ଆକ୍ଷେପ କରି କହିଲେ, ଉତ୍ତରରେ ଦେବୀ କୁହନ୍ତି, ନିଜ ପେଟରେ ନ ଧଇଲେ କ'ଣ ମା' ହୋଇପାରିବି ନାହିଁ? ଏହା ମୁହଁରେ କହିଲେ ମଧ୍ୟ ସେ ଅନ୍ତର ମଧ୍ୟରେ ପୁତ୍ରର ଅଭାବ ଅନୁଭବ କରି ପୁତ୍ର କାମନାରେ ଦେବତାଙ୍କ ନିକଟରେ ପ୍ରାର୍ଥନା କରୁଥିଲେ। ଗର୍ଭଧାରଣ ଅବଶେଷରେ ବୟୋଜ୍ୟେଷ୍ଠମାନଙ୍କର ଉପଦେଶାନୁସାରେ ମାଣିକ ସୁନ୍ଦରୀ କାର୍ତ୍ତିକେୟଙ୍କର ନିତ୍ୟ ପୂଜା କରିବା ଆରମ୍ଭ କଲେ। ନ୍ୟୁନାଧିକ 2 ବର୍ଷ କାଳ କୃତ ନିୟମ ପାଳନ କଲା ପରେ ମାଣିକ ସୁନ୍ଦରୀ ଦେବଙ୍କର ସନ୍ତାନ ସମ୍ଭାବନା ପ୍ରକାଶ ପାଇଲା। ଏହା ଜାଣିପାରି କୁତପୁର ଓ ରାଧାକାନ୍ତପୁରରେ ଆନନ୍ଦର ଢେଉ ଖେଳିଗଲା। ଗର୍ଭଧାରଣ ପରଠାରୁ ତାଙ୍କର ଆକୃତି ପ୍ରକୃତି ପରିବର୍ତ୍ତିତ ହୋଇ ଏକ ପ୍ରକାର ଅପୂର୍ବ ସ୍ୱର୍ଗୀୟ ସୁଷମା ଧାରଣ କଲା। ଗର୍ଭସ୍ଥ ସନ୍ତାନ ବଡ଼ ହେବା ସଙ୍ଗେ ସଙ୍ଗେ ନାନାବିଧ ଦିବ୍ୟ ଅନୁଭୂତି, ଦିବ୍ୟ ସ୍ୱପ୍ନ, ଦିବ୍ୟ ଦର୍ଶନ ପ୍ରଭୃତି ତାଙ୍କର ଦୈନନ୍ଦିନ ଘଟଣା ହୋଇ ଉଠିଲା। ମଧ୍ୟେ ମଧ୍ୟେ ଅନାଘ୍ରାତ ପୂର୍ବ ସୌରଭରେ ଗୃହ ଆମୋଦିତ ହେବାକୁ ଲାଗିଲା। ସମୟ ସମୟରେ ସେ ଦେବଦେବୀଙ୍କର ବନ୍ଦନା ଗୀତି ଓ ଆରତିର ଘଣ୍ଟା ସ୍ୱନ ଶୁଣିପାରୁଥାନ୍ତି।
ଏହିସବୁ ଅଦ୍ଭୁତ ଘଟଣାରେ ସେ ନିଜେ ମଧ୍ୟ ଦିନେ ଦିନେ ଭାବସ୍ତମ୍ଭିତା ହୋଇପଡ଼ନ୍ତି। ଜନ୍ମ ଓ ଜାତ କର୍ମ। ଏହିପରି 10 ମାସ ବ୍ୟତୀତ ହେଲା ସେ ତାଙ୍କର ପିତ୍ରାଳୟ ରାଧାକାନ୍ତପୁରରେ ଅବସ୍ଥାନ କରୁଥାନ୍ତି। 1286 ସାଲର ଶ୍ରାବଣ ମାସ ଝୁଲଣ ପୂର୍ଣ୍ଣିମା ଦିନ ରାତ୍ର 2 ଘଣ୍ଟା ସମୟରେ ମାଣିକ ସୁନ୍ଦରୀ ଦେବୀଙ୍କର ଗୋଟିଏ ପୁତ୍ର ସନ୍ତାନ ଜାତ ହେଲା। ଦମ୍ପତିଙ୍କର ଆନନ୍ଦର ସୀମା ରହିଲା ନାହିଁ। କୌଳିକ ପଥାନୁଯାୟୀ ସୂର୍ଯ୍ୟାଦି ଦେବତାମାନଙ୍କର ଅର୍ଚ୍ଚନା କରାଯାଇ ବାଳକର ନାମକରଣ କରାଗଲା। ଭୁବନମୋହନ ତାଙ୍କର ଗୁରୁ ଭାସ୍କରାନନ୍ଦ ସ୍ୱାମୀଙ୍କର ଆଦେଶାନୁସାରେ ବାଳକର ନାମ ନଳିନୀକାନ୍ତ ରଖିଲେ। ଗଣକ ଶିଶୁର ସିଂହ ରାଶି ଓ ଏକାଦଶୀରେ ବୃହସ୍ପତିଙ୍କର ସଞ୍ଚାର ଦେଖି ନବପ୍ରସୂତ ଶିଶୁଟିର ଭବିଷ୍ୟତ ଆଭାସ ଭଟ୍ଟାଚାର୍ଯ୍ୟଙ୍କୁ ଜଣାଇଥିଲେ। ଭଟ୍ଟାଚାର୍ଯ୍ୟ ମହାଶୟ ଆନନ୍ଦରେ ମହାମାୟାଙ୍କ ଚରଣ ତଳେ ପ୍ରଣାମ କରି ପୁତ୍ରର ମଙ୍ଗଳ କାମନା କଲେ। ଗୃହ ଚକ୍ର। ମେଷ ଶନି, ମିଥୁନ କେତୁ, କର୍କଟ ବୁଧ, ସିଂହ ରବି, ମଙ୍ଗଳ ଓ ଶୁକ୍ର, ଧନୁ ରାହୁ, କୁମ୍ଭ ଚନ୍ଦ୍ର ଓ ମୀନ ବୃହସ୍ପତି ହେଉଛି ଠାକୁରଙ୍କର ଗୃହଚକ୍ର। ବାଲ୍ୟ ଚପଳତା। ପୂର୍ବକ କଥିତ ପାରିପାର୍ଶ୍ୱିକ ଅବସ୍ଥା ଭିତରେ ଶିଶୁ ନଳିନୀକାନ୍ତ କ୍ରମେ ବଡ଼ ହେବା ସଙ୍ଗେ ସଙ୍ଗେ ତାଙ୍କର ଦୌରାତ୍ମ୍ୟ ବୃଦ୍ଧି ପାଇବାକୁ ଲାଗିଲା। ପ୍ରତିବେଶୀମାନେ ନଳିନୀକାନ୍ତଙ୍କର ଦୌରାତ୍ମ୍ୟ ସହ ଅସହ୍ୟ ବୋଧ କଲେ। ସମୟ ସମୟରେ ସେମାନେ ତାଙ୍କ ଅତ୍ୟାଚାରରେ ଉତ୍ତ୍ୟକ୍ତ ହୋଇ ତାଙ୍କୁ ଶାସ୍ତି ଦେବା ପାଇଁ ସଂକଳ୍ପ କରନ୍ତି। ମାତ୍ର ପରମୁହୂର୍ତ୍ତରେ ତାଙ୍କର ପ୍ରସ୍ଫୁଟିତ ପଦ୍ମସଦୃଶ ମୁଖକୁ ଚାହିଁବା ମାତ୍ରେ ସମସ୍ତେ ଭୁଲିଯାଆନ୍ତି ଓ ତାଙ୍କ ଅତ୍ୟାଚାର ବିଷୟ ପିତାମାତାଙ୍କୁ ଆଉ ଜଣାନ୍ତି ନାହିଁ। କୁଞ୍ଚିତ କେଶ ମଧ୍ୟରେ ସୁନ୍ଦର ମୁଖକୁ ଦେଇ ଚାହିଁଲେ ଅତ୍ୟନ୍ତ କ୍ରୁଦ୍ଧ ବ୍ୟକ୍ତି ମଧ୍ୟ ନ ହସିପାରି ରହିପାରେ ନାହିଁ। ଏହିସବୁ ଦୌରାତ୍ମ୍ୟ ଦୂର କରିବା ପାଇଁ ଭୁବନମୋହନ ପୁତ୍ରର ଶିକ୍ଷା ଆଡ଼କୁ ମନ ବଳାଇଲେ। ତାହାପରେ ନଳିନୀକାନ୍ତ ନିମ୍ନ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କଲେ। ଶିକ୍ଷା। ନଳିନୀକାନ୍ତର ଯେଉଁ ଶକ୍ତି ଚାଞ୍ଚଲ୍ୟ ଭିତରେ ପ୍ରକାଶ ପାଉଥିଲା, ତାହା ବର୍ତ୍ତମାନ ବିଦ୍ୟାଭ୍ୟାସରେ ନିୟୋଜିତ ହେବାରୁ ଅଳ୍ପ ଦିନ ଭିତରେ ନିମ୍ନ ପ୍ରାଥମିକ ଶ୍ରେଣୀର ସମସ୍ତ ପାଠ୍ୟ ଆୟତ୍ତ କରିବାରେ ସେ ସମର୍ଥ ହେଲେ। ଦିବ୍ୟ ଦର୍ଶନ। ଦିନେ ସନ୍ଧ୍ୟା ସମୟରେ ତାଙ୍କର ଖୁଡ଼ୀ ତାଙ୍କ ହାତରେ ସନ୍ଧ୍ୟାବତୀ ଦେଇ ନିକଟବର୍ତ୍ତୀ ଚଣ୍ଡୀ ମଣ୍ଡପକୁ ପଠାଇଦେଲେ। ପ୍ରଦୀପ ହସ୍ତରେ ବାଳକ ମଣ୍ଡପ ସମୀପବର୍ତ୍ତୀ ହେବା ପରେ ଅକସ୍ମାତ୍ ନିଆଁ ଦପ୍ କରି ଜଳି ଉଠିଲା ଓ ସେହି ନିଆଁ ମଣ୍ଡଳାକୃତି ଧାରଣ କରି ତାହା ମଧ୍ୟରେ 10 ଭୁଜା ମୂର୍ତ୍ତି ପ୍ରକାଶିତ ହେଲା। ବାଳକ ନଳିନୀକାନ୍ତ ପ୍ରଦୀପ ପକାଇ ଦେଇ ମା'ଙ୍କ ନିକଟକୁ ପଳାଇଗଲେ ଓ ସମସ୍ତ ଘଟଣା ବର୍ଣ୍ଣନା କରି ଧରିବାକୁ ଲାଗିଲେ। ମା ତାଙ୍କୁ ଆଶ୍ୱସ୍ତ କରି କହିଲେ, ଭୟ କ'ଣ ବାପ? ମୁଁ ଯେପରି ତୋର ମା, 10 ଭୁଜା ସେହିପରି ଜଗତର ମା। ମୋତେ ଦେଖି ତୁ କ'ଣ ଭୟ କରୁ? ମା ତୋତେ ଦେଖା ଦେଇଛନ୍ତି, ଏହାର ସୌଭାଗ୍ୟର ବିଷୟ। ସେତେବେଳେ ତାଙ୍କର ବୟସ 9 ବର୍ଷ ମାତ୍ର। ଏହି ଘଟଣାରେ କେତେଦିନ ପରେ ନଳିନୀକାନ୍ତ ଆଉ ଗୋଟିଏ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ପାଇଲେ। କୃଷ୍ଣପକ୍ଷର ଅନ୍ଧକାର ରାତ୍ରି ନଳିନୀକାନ୍ତ ଗୃହ ମଧ୍ୟରେ ଶୟନ କରିଅଛନ୍ତି। ହଠାତ୍ ନିଦ୍ରା ଭଙ୍ଗ ହେବାରୁ ଗୃହ ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ପ୍ରକାଶିତ ହୋଇଥିବାର ସେ ଦେଖିପାରିଲେ। ଆଶ୍ଚର୍ଯ୍ୟର ବିଷୟ ଯେ ସେ ବିସ୍ମୟାବିଷ୍ଟ ହୋଇ ଯେଉଁ ଆଡ଼କୁ ଚାହିଁଲେ ସବୁଆଡ଼େ ସେହି ଚନ୍ଦ୍ରକୁ ଦେଖିଲେ। ଶ୍ରୀ ଶ୍ରୀ ଠାକୁର କହିଛନ୍ତି, ଶୈଶବାବସ୍ଥାରୁ ହିଁ ତାଙ୍କର ଜନ୍ମାନ୍ତରୀଣ ସ୍ମୃତି ଅଳ୍ପ ଅଳ୍ପ ମନରେ ଜାଗ୍ରତ ହେଉଥିଲା। ତରୁଣ ବୟସରେ ସେ ସୁଧାଂଶୁବାଳା ଓ ତରଣୀ ସେନ ବଧ ନାମକ ଯେଉଁ 2 ଖଣ୍ଡ ଉପନ୍ୟାସ ଓ ନାଟକ ଲେଖିଥିଲେ, ସେଥିରେ ତାଙ୍କର ଏହି ଜନ୍ମାନ୍ତରୀଣ ସ୍ମୃତିର ଆଭାସ ନିହିତ। ବାଲ୍ୟକାଳରେ ତାଙ୍କର ବ୍ୟକ୍ତିବୋଧର ଅନୁଭୂତି ମଧ୍ୟ ଉଲ୍ଲେଖଯୋଗ୍ୟ। ବୈଦାନ୍ତିକ ଜ୍ଞାନୀ ବା ଯୋଗୀମାନେ ଜନ୍ମ ଜନ୍ମାନ୍ତର ତପସ୍ୟାରେ ଯେଉଁ ଅବସ୍ଥାରେ ଆୟତ୍ତ କରିବାକୁ ସମର୍ଥ ହୁଅନ୍ତି ନାହିଁ, ବାଲ୍ୟକାଳରୁ ସେହି ଶ୍ରୀ ଶ୍ରୀ ଠାକୁରଙ୍କଠାରେ ତାହା ପରିସ୍ଫୁଟ ଓ ସ୍ୱତଃସ୍ଫୁର୍ତ୍ତ ହୋଇଥିଲା। ହୁଏତ ସେ କେଉଁଠି ଚୁପ୍ ହୋଇ ବସି ରହିବା ବେଳେ ହଠାତ୍ ଦେଖିଛନ୍ତି ସମଗ୍ର ଜଗତ ଜ୍ୟୋତିର୍ମୟ ହୋଇଯାଇଛି। ତୂଳଦେହ ପରିତ୍ୟାଗ କରି ଯେପରି ସେ ବିଦ୍ୟୁତ୍ ବେଗରେ ଅତି ଊର୍ଦ୍ଧ୍ୱକୁ ଏପରିକି ସୂର୍ଯ୍ୟମଣ୍ଡଳର ପରପାରକୁ ଉଠି ଯାଉଛନ୍ତି, ଯେଉଁ ସ୍ଥାନରୁ କି ଗ୍ରହ, ତାରା, ଚନ୍ଦ୍ର, ସୂର୍ଯ୍ୟ ସମନ୍ୱିତ ଭୂମଣ୍ଡଳ ସୁସ୍ପଷ୍ଟ ଭାବରେ ଦୃଷ୍ଟିଗୋଚର ହେଉଅଛି। ପୃଥିବୀ ଯେ ଗୋଲ ଓ ସୂର୍ଯ୍ୟ ଯେ ଗୋଟିଏ ସ୍ଥାନରେ ରହିଅଛି, ଏହି ପୃଥିବୀରେ ବସି ତାହା ଦୃଷ୍ଟିଗୋଚର ହୁଏନାହିଁ। ଶ୍ରୀ ଶ୍ରୀ ଠାକୁର କହିଛନ୍ତି, ସେହି ଅବସ୍ଥାରେ ସେ ପ୍ରତ୍ୟକ୍ଷ ଦେଖିଛନ୍ତି ସୂର୍ଯ୍ୟ ସ୍ଥିର ନିଶ୍ଚଳ ପୃଥିବୀ ଅବିରାମ ଗତିରେ ଘୁରୁଅଛି ଓ ସୂର୍ଯ୍ୟଙ୍କୁ ପ୍ରଦକ୍ଷିଣ କରୁଅଛି। ସେ ଏହି ଦୃଶ୍ୟ ଦେଖି ଅତ୍ୟନ୍ତ ଆନନ୍ଦ ଲାଭ କରୁଥିଲେ, କିନ୍ତୁ ଏହି ସାକ୍ଷୀଭାବ ତାଙ୍କର ଆୟତ୍ତାଧୀନ ନଥିବାରୁ ସେ ଖୁବ୍ ଦୁଃଖ ଅନୁଭବ କରୁଥିଲେ। ସେହି ଅବସ୍ଥା ଉପରେ
ତାହାର ପୁନରାବୃତ୍ତି ନିମିତ୍ତ ସେ ଯେତେ ଇଚ୍ଛା କରିଛନ୍ତି ତାହା ଆଉ ହୋଇନାହିଁ। 10-12 ଦିନ ପରେ ପୁଣି ସେହି ଅବସ୍ଥା ଆପଣା ମନକୁ ଆସିଯାଇଥିଲା। ତାହା ଉପରେ ନଳିନୀକାନ୍ତଙ୍କର କିଛି ଆୟତ୍ତ ନଥିବା ବୋଲି ସେହି ଅନୁଭୂତି ଲାଭ ପରେ ତାଙ୍କର ବିଶେଷ ମନବ୍ୟଥା ହେଉଥିଲା। ଜୟଗୁରୁ।